ଜଣେ ଯୁବକ ବ୍ୟବସାୟରେ ପ୍ରଚୁର ସଫଳତା ପାଇ ଖୁବ୍ ଧନୀ ହୋଇଯାଇଥିଲେ। ସେ ନିଜ ପସନ୍ଦ ଅନୁସାରେ ଏକ ବିଶାଳ ମାର୍ବଲ ଅଟ୍ଟାଳିକା ତିଆରି କଲେ, ଦାମୀ ଗାଡ଼ି କିଣିଲେ ଏବଂ ଜଣେ ସୁନ୍ଦରୀ କନ୍ୟାଙ୍କୁ ବିବାହ କଲେ। ସାଧାରଣତଃ ଜଣେ ମଣିଷ ସୁଖ ପାଇବା ପାଇଁ ଯାହା ଯାହା ଆବଶ୍ୟକ ବୋଲି ଭାବେ, ସେ ସବୁକିଛି ତାଙ୍କ ପାଖରେ ଥିଲା। ଏହି ସଫଳତା ଯୋଗୁଁ ତାଙ୍କ ମନରେ ଗର୍ବ ଆସିଯାଇଥିଲା। ଦିନେ ସେ ନିଜ ପରିବାର ସହ ନଦୀ କୂଳକୁ ବୁଲିବାକୁ ଯାଇଥିଲେ। ସେଠାରେ ସେ ଦେଖିଲେ ଜଣେ ଗୁରୁ ନିଜ ଶିଷ୍ୟମାନଙ୍କୁ କିଛି ଉପଦେଶ ଦେଉଛନ୍ତି। ଗୁରୁ କହୁଥିଲେ, ଏହି ସୁନ୍ଦର ଫସଲକୁ ଦେଖ, ଏହା ଚାଷୀର ପ୍ରାପ୍ତି, କିନ୍ତୁ ଏହା ନଦୀର ସମ୍ପତ୍ତି। ଯେବେ ନଦୀରେ ବଢ଼ି ଆସେ, ସେତେବେଳେ ଏହି ସବୁ ଫସଲ ନଷ୍ଟ ହୋଇଯାଏ। ଜୀବନର ପ୍ରବାହ ମଧ୍ୟ ଠିକ୍ ସେମିତି। ତୁମେ ଯାହା ପାଇଛ ତାହା ସତ, କିନ୍ତୁ ସେଥିରେ ତୁମର ଅଧିକାର ସୀମିତ। ଗୁରୁଙ୍କର ଏହି କଥା ଯୁବକଙ୍କ ମନକୁ ଛୁଇଁଗଲା। ତାଙ୍କର ମନେ ପଡ଼ିଗଲା ପିଲାଦିନେ ତାଙ୍କ ବାପା କହିଥିବା ଏକ ମୂଲ୍ୟବାନ କଥା, ଯଦି କିଛି ପାଇଛୁ ତେବେ ମନେ ରଖିବୁ ଯେ ପାଇବା ଭିତରେ ହିଁ ହରାଇବାର ମଞ୍ଜି ଲୁଚି ରହିଥାଏ। ଏହି କଥାଟି ବୁଝିବା ପରେ ଯୁବକଙ୍କ ମନରୁ ଅହଙ୍କାର ଦୂର ହୋଇଗଲା। ସେ ବୁଝିପାରିଲେ ଯେ ସବୁକିଛି ଉପଭୋଗ କରିବା ଉଚିତ, କିନ୍ତୁ କୌଣସି ଜିନିଷ ପ୍ରତି ଅତ୍ୟଧିକ ମୋହ ବା ଆସକ୍ତି ରଖିବା ଅନୁଚିତ, କାରଣ ସମୟ ଚକ୍ରରେ ସବୁକିଛି ପରିବର୍ତ୍ତନଶୀଳ। ଏହି କାହାଣୀରୁ ଆମେ କ'ଣ ଶିକ୍ଷା ପାଇଲେ? ଜୀବନରେ ସଫଳତା ପାଇଲେ ଗର୍ବ କରିବା ଅନୁଚିତ, କାରଣ ସମୟ ସ୍ରୋତରେ ସବୁକିଛି କ୍ଷଣସ୍ଥାୟୀ। ପାଇବା ଓ ହରାଇବାକୁ ସମାନ ଭାବରେ ଗ୍ରହଣ କରିବା ହିଁ ପ୍ରକୃତ ଶାନ୍ତି।